ବୁଢ଼ା ଡାକ୍ତର ଟୋକା ମାଷ୍ଟର ବହୁତ ଭଲ କରିଛନ୍ତି। 50ଟା ଝିଅ ଯଦି କଟକ ଯିବ ପ୍ରଫେସର ପାଖକୁ ତମେ ସବୁ କଥା କହିପାରିବ। ସାର୍ ମୋ ମୁଣ୍ଡ ହେଉଛି, ପେଟ ହେଉଛି, ଝାଡ଼ା ଖୋଲାଉନି, ଆଣ୍ଠୁଠି ଦରଜ ହେଉଛି, କାନ ଶୁଭୁନି, ନାକ ଫିଟି ଯାଉଛି, କାଶ ହେଉଛି, ବାନ୍ତି ହେଉଛି, ହଜମ ହେଉନି, ସବୁ କଥା ସେ ଶୁଣି ସାରିଲା ପରେ ଗୋଟିଏ ମେଡ଼ିସିନ ହେବ, ମେଡ଼ିସିନ ତ ଭଲ ଅଛି। ଆଉ ଶିକ୍ଷା କ୍ଷେତ୍ରରେ ଯେଉଁମାନେ କଲି ଯୁବକ କଥା କହିଲେ ଯେଉଁମାନଙ୍କ ପାଖରେ ଅନ୍ତର୍ଗତ ସାହସ ଶକ୍ତି ରହିଛି, ଜିତିବାର ସ୍ୱପ୍ନ ତାଙ୍କ ଆଖିରେ ଭରି ରହିଛି, ତାଙ୍କୁ ଯୁବକ କହିଲେ। ବୟସ୍କରେ ଯୁବକ କୁହାଯାଏ। ତେଣୁ ଯେଉଁ କମ୍ ବୟସ୍କ ପିଲାମାନେ ଏଠି କାମ କରୁଛନ୍ତି ନିଶ୍ଚିତ ଭାବରେ ଯେତେବେଳେ ଗାନ୍ଧୀ ଦେଶ ସ୍ୱାଧୀନ କରିବା ପାଇଁ ଠେଙ୍ଗା ଧରିକି ବାହାରିଲେ ତାଙ୍କ ପାଖରେ ସେ କେବଳ ଯେକୌଣସି କାର୍ଯ୍ୟ କରିବାକୁ ଗଲେ ପ୍ରାଥମିକର ପରିଚୟ ଦରକାର, ବୁଢ଼ା ଲୋକର ଜ୍ଞାନ ଦରକାର, ଯୁବକର ଶକ୍ତି ଦରକାର। ନେହେରୁ ଥିଲେ ଯୁବକର ପ୍ରତୀକ, ଯୁବଶକ୍ତିର ପ୍ରତୀକ। ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହିସାବରେ ଦେଶକୁ ଆଗେଇ ନେବାରେ ସହଯୋଗ କରିଥିଲେ। ତେଣୁ ଏଇଠି ଗୋଟିଏ କଥା ମନେ ରଖିବ, ବହୁତ ବିଦ୍ୟାଳୟ ଅଛି, ବହୁତ ଶିକ୍ଷା ଅନୁଷ୍ଠାନ ଭାରତବର୍ଷରେ, ଓଡ଼ିଶାରେ, ନୟାଗଡ଼ରେ ମୁଣ୍ଡ ଟେକିଛି। ସମସ୍ତେ ଚେଷ୍ଟା କରୁଛନ୍ତି ଶିକ୍ଷାକୁ ଆଗେଇ ନେବା ପାଇଁ। ଏଇଭଳି ଏକ ବହୁତ ଅନୁଷ୍ଠାନରେ ମୁଁ ଆଜି ଆସିଥିବା ଘଟଣାରେ ମୋତେ ବହୁତ ଖୁସି ଲାଗୁଛି। ମୁଁ ପିଲେ ମୋର 25 ବର୍ଷ ଶିକ୍ଷକତା ପରେ ମୁଁ ଅଫିସର ହେଇଛି। ଆମର ଲକ୍ଷ୍ୟ ଛୋଟ ଛୋଟ ପିଲାମାନଙ୍କୁ ଆଗକୁ ନେବା, ସମସ୍ତଙ୍କର ମାନସିକ, ବୌଦ୍ଧିକ, ଶାରୀରିକ ବିକାଶ ଘଟିବ। ଶିକ୍ଷା ହେଲେ ଲୋକ ସବୁ କିଛି ଜାଣିପାରିବ। ତେଣୁ ତମେ ଘର ଛାଡ଼ିକି ଆସିଛ, କାଠ ସ୍ନାନ, ବକ ଧ୍ୟାନ, ଅପହାରୀ ଗୃହ ତିଆରି, ଶ୍ୱାନ ନିଦ୍ରା, ଏସବୁ ଦରକାର। ସେତେବେଳେ ଆମେ ପଢ଼ୁଥିଲୁ ଶିକ୍ଷିତ ହେବା ପାଇଁ, ଛାତ୍ର ହେବା ପାଇଁ। ଜାଣିଛ ସମାଜରେ ଗୁରୁ ବଳ ନା ଶିଷ୍ୟ ବଳ? କିଏ ବଳ? କୁହ ତ?